जोटा कहले सेटा संपूर्ण ठीक आमर ओडिशा रे लोक मानकर गोटे साधारण अभ्यास से मेडिसिन दुकान रू पचारिकी मेडिसिन खाइबे आउ डाक्तर पाखु गला बेलू बहुत यूजुअली विलंब करके देबे आउ मेडिसिन दुकान जहाँ जो मानकर प्राय नॉलेज नहीं जे जो गैस रो कोन मेडिसिन दबा कथा जो मेडिसिन टा खाइले सेफ कोडा अनसेफ ऑब्वियसली तांकर सेरा नॉलेज नहीं ସେମାନେ ତାଙ୍କର ସେଲ୍ କରିବା ପାଇଁ ଯିଏ ଯାହା ମାଗିଲା ସେ ଅନୁସାରେ ଦେଇଦେଲେ ବା ତାଙ୍କୁ ଯୋଉଟା ଠିକ୍ ଜଣା ସେଟା ତାଙ୍କୁ ଦେଇଦେଲେ ସେଥିରେ କ'ଣ ହୁଏ ମେଡିସିନ ଦୋକାନ ମାନେ ୟୁଜୁଆଲି ସେମାନେ ଦିଅନ୍ତି କୋଉଟା ଯୋଉମାନେ ତାଙ୍କ ଯୋଉ ମେଡିସିନ ତାଙ୍କୁ ବହୁତ ଅଧିକ ଲାଭ ମିଳିବ ଆଉ ଯୋଉ ମେଡିସିନଟା ଗୋଟେ ବହୁତ ଖରାପ କମ୍ପାନୀର ହେଇଥିବ ୟୁଜୁଆଲି ସେମାନେ ତାକୁ ପୁsh କରିବା ପାଇଁ ଚେଷ୍ଟା କରନ୍ତି ସେଟା ତ ଗୋଟେ ଅଲଗା କଥା ଆଉ ଗୋଟେ ଏଙ୍ଗେଲ ହେଲା ଆମେ ଯଦି ନ ପଚାରି ମେଡିସିନ ଖାଇଲୁ ବେସିକାଲି ପେନ୍ କିଲର ଆଉ ଗ୍ୟାସର ବିଭିନ୍ନ ପ୍ରକାର ମେଡିସିନ ସେଟା ସମସ୍ତଙ୍କ ପାଇଁ ସୁଇଟେବୁଲ ନୁହଁ ଜଣଙ୍କର କିଡନୀରେ ପ୍ରୋବ୍ଲେମ ଅଛି ସମସ୍ୟା ଅଛି ସବୁ ତା ପାଇଁ ଯଦି ଗ୍ୟାସର ମେଡିସିନ ହେଲା ବେଳେବେଳେ ଦେଖାଯାଇଛି ବହୁତର ଗ୍ୟାସର ଯୋଉ ମେଡିସିନ ସେଟା କିଡନୀରେ ବି ସମସ୍ୟା ବି କରିପାରେ ସେମିତି ଯେକୌଣସି ମେଡିସିନ ଆମେ ଖାଇବା ସେ ଲୋକଟାକୁ ଦେଖିବା ପାଇଁ ପଡେ ତା ରୋଗ କ'ଣ ହେଇଛି ପ୍ଲସ୍ ସେ ଲୋକର କଣ୍ଡିସନ କ'ଣ ତାର ହାର୍ଟ ଡିଜିଜ୍ ଅଛି କି ନାହିଁ ତାର କିଡନୀ ପ୍ରୋବ୍ଲେମ କିଛି ଅଛି କି ନାହିଁ ତାର ଲିଭର କିଛି ପ୍ରୋବ୍ଲେମ ଅଛି କି ନାହିଁ ତାର ବୟସ କେତେ ତାର ପ୍ରେଗନାନ୍ସି ଅଛି କି ନାହିଁ ସେ ଲାକ୍ଟେଟିଂ ମଦର କି ନୁହଁ ମାନେ ଏମିତି ବହୁତ ପ୍ରକାର ଜିନିଷ ଦେଖିବାକୁ ପଡେ ଯଦି ଜଣେ ଡକ୍ଟର ପାଖକୁ ଗଲେ ସେ ଅବଭିୟସଲି ସବୁଗୁଡା ଜିନିଷ ଦେଖିବେ ତାପରେ ଯାଇକି ମେଡିସିନଟା ଦେବେ ଯଦି ଜଣେ ଅନଭିଜ୍ଞ ଡାକ୍ତର ବା ଯାହାର ଆକ୍ଚୁଆଲି କ୍ୱାଲିଫିକେସନ ନାହିଁ ଅନକ୍ୱାଲିଫାଏଡ୍ ଡାକ୍ତର ପାଖକୁ ଗଲେ ସେମାନେ ଏତେ ଜିନିଷ ଦେଖିବେ ନାହିଁ ଆଉ ମେଡିସିନ ଦୋକାନୀ ବି ସେତେ ଜିନିଷ ନ ଦେଖି କେବଳ ମେଡିସିନକୁ ସେଲ୍ କରିବା ପାଇଁ ଜିନିଷ ଦେଇଦେବ ସେଇଥିରେ କ'ଣ ହୁଏ ନା ଲୋକ ତ ତାକୁ ହୁଏତ ସାମୟିକ ମାତ୍ରାରେ ତାକୁ ମିଳିପାରେ ଆଶ୍ୱସ୍ତି ଆଉ ପେନ୍ କିଲର ଦେଲେ ଯଦି ସପୋଜ ଆପଣଙ୍କର ଅଲସର ହେଇଛି ଅଲସରରେ ପେନ୍ ହୁଏ ଅଲସର ଯଦି ପେନ୍ ହେଲା ସେଥିରେ ପେନ୍ କିଲର ହିଁ ଅଲସର କରିଥାଏ ସେଥିରେ ଯଦି ପେନ୍ କିଲର ଦିଆଗଲା ସେ ଅଲସର ପେନ୍ ସିନା ଅଳ୍ପ ସମୟ ପାଇଁ ଠିକ୍ ହେଇଯିବ କିନ୍ତୁ ସେ ଅଲସର ବଢି ବ୍ଲିଡିଂ ହେଇପାରେ କଣା ହେଇପାରେ ବା ଅନ୍ୟାନ୍ୟ ସମସ୍ୟା ବି ସୃଷ୍ଟି କରିପାରେ ତେଣୁ ସେତେବେଳେ କ'ଣ ହୁଏ ନା ଯଦି ଜଣେ ମେଡିସିନ ଦୋକାନୀ ବା ଯେମିତି ନ ପଚାରି ଯେଉଁମାନେ ଖାଆନ୍ତି ସେମାନେ ଏମିତି ବହୁତ ମାତ୍ରାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଲାଷ୍ଟ ମୋମେଣ୍ଟରେ ଯେତେବେଳେ ଡାକ୍ତର ପାଖକୁ ଯାଆନ୍ତି ଯେ କ୍ୱାଲିଫାଏଡ୍ ଡାକ୍ତର ପାଖକୁ ଗଲା ବେଳକୁ ସେତେବେଳେ ହୁଏତ ବହୁତ ଡେରି ହେଇଯାଇଥାଏ ଆଉ ଦ୍ୱିତୀୟ ଜିନିଷ ହେଲା ଆମର ଆକ୍ଚୁଆଲି ଯୋଉ ମେଡିସିନ ଯୋଉଟା ବି ନବା ସେଇଟା ଆମେ କୋଉ ମାତ୍ରାରେ ନବା କେତେ ନବା କୋଉ ରୋଗ ପାଇଁ ଦିଆଯିବ ଆଉ ରୋଗୀ କିଏ ସେଇଟା ଆମକୁ ଜାଣିବା ଦରକାର ଜଣେ ଡାକ୍ତର ହିଁ ଦେଖିଲେ ସବୁ ଜିନିଷର ସମସ୍ୟାର ସମାଧାନ କରି ବା ସବୁ ଜିନିଷକୁ ଆଖି ଆଗରେ ରଖି ତାପରେ ଯାଇକି ମେଡିସିନଟା ଦେବେ ଯୋଉଟା କି ମେଡିସିନ ଦୋକାନରେ ସେଇଟା ସମ୍ଭବ ହଉନାହିଁ ସାର୍ ଆଉ ଗୋଟେ ବଡ ଘଟଣା ହଉଛି କିଛି ଡାକ୍ତର ମଧ୍ୟ ଏମିତି କୁହନ୍ତି ନାହିଁ ଆପଣ ସେ ଅନ୍ୟ ଜାଗାକୁ ଯାଆନ୍ତି ନାହିଁ ସେମାନେ ଅଯଥାରେ ବିଭିନ୍ନ ପରୀକ୍ଷା କରିବେ ଆପଣ ଖର୍ଚ୍ଚ ଦେବେ ଏଇ ମେଡିସିନ ଖାଇକି ଭଲ କିନ୍ତୁ ତାର ପର ଅବସ୍ଥାଟା ଭୟଙ୍କର ହଉଛି ବିନା ପରୀକ୍ଷାରେ ଯେତେବେଳେ ତାଙ୍କର ଗୋଟେ କଣ୍ଟିନ୍ୟୁଅସ୍ ଗ୍ୟାସ୍ ସମସ୍ୟା ରହୁଛି ତାକୁ ଏମିତି ବଟିଆ ଦେବା କେତେ ଦୂର ହାନିକାରକ ହେବ ତାର ପରବର୍ତ୍ତୀ ଅବସ୍ଥା କ'ଣ ରହିବ ଦେଖନ୍ତୁ ଯଦି ଆମେ ସ୍ୱାସ୍ଥ୍ୟ କଥା କହିବା ଯେତେବେଳେ ଆମେ ଜଣେ ରୋଗୀଟା ମୋ ପାଖକୁ ଆସେ ପ୍ରଥମ କଥା ହେଲା ସେ ରୋଗୀ ମୋତେ ତାର ଲକ୍ଷଣ ଗୁଡ଼ା କହିବ ତାପରେ ମୁଁ ରୋଗ ଚିହ୍ନଟ କରିବି ବା ଡାଇଗ୍ନୋସିସ୍ କରିବି ଡାଇଗ୍ନୋସିସ୍ଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ପାର୍ଟ ଅଫ୍ ଦିସ୍ ପ୍ରୋସେସ୍ ଥରେ ଡାଇଗ୍ନୋସିସ୍ ହେଇଗଲା ପରେ ରୋଗଟା ଚିହ୍ନଟ ହେଇଗଲା ପରେ ମେଡିସିନ କ'ଣ ଦିଆଯିବ ସେଟା ପ୍ରାୟ ଫିକ୍ସଡ କିନ୍ତୁ ଡାଇଗ୍ନୋସିସ୍ଟା କେମିତି ହବ ସେଟା ପାଠରେ ଯଦିଓ ଲେଖାଯାଇଛି ସେଟା ଡାକ୍ତରଙ୍କୁ ଡାକ୍ତର ଉପରେ ନିର୍ଭର କରେ ଆଉ ଭେରି କରେ ସେଟା ତେଣୁ ରୋଗୀ ଜଣେ ଆସି ତାର ସମସ୍ୟା ମାନେ ମୋତେ କହିବ ତାପରେ ମୁଁ ଡାଇଗ୍ନୋସିସ୍ କରିକି ଦେଖିବି କ'ଣ ହେଇଛି ଡାଇଗ୍ନୋସିସ୍ କରିବା ପାଇଁ ରୋଗ ନିରୂପଣ କରିବା ପାଇଁ ମୋତେ ପରୀକ୍ଷା ଦରକାର ପଡ଼େ ଯୁଗ ଥିଲା ଆଗରୁ ଯେତେବେଳେ ପରୀକ୍ଷା ମାନ ନଥିଲା ଆମେ କ'ଣ ଲୋକମାନେ କ'ଣ କରୁଥିଲେ ବା ଡକ୍ଟରମାନେ କ'ଣ କରୁଥିଲେ ସେମିତି ମେଡିସିନ ଦେଉଥିଲେ କିନ୍ତୁ ଆଜି ସେ ଯୁଗ ନାହିଁ ଆମ ହାତ ପାନ୍ତରେ ସବୁ ପରୀକ୍ଷା ମାତ୍ର ଅଛି ପରୀକ୍ଷା କଲେ କ'ଣ ହବ ଦୁଇଟା ଜିନିଷ ହବ ତାର ସଠିକ ରୋଗ ନିରୂପଣ ହବ ଯଦି ଆମେ ସଠିକ ରୋଗ ନିରୂପଣ କରିପାରିଲୁ ନାହିଁ ସେମିତିରେ ମେଡିସିନ ଦେଇ ଚାଲିଲୁ ତାହେଲେ ଆମେ କେତେ ଦିନ ପର୍ଯ୍ୟନ୍ତ ମେଡିସିନ ଦେବା ସେ ମେଡିସିନ କେବେ ବନ୍ଦ ହେଇପାରିବ କି ନାହିଁ ଆଉ ସେଟା ଠିକ ସଠିକ ମେଡିକେସନ କି ଆମେ ଜାଣିପାରିବା ନାହିଁ ଯଦି ଆମେ ପରୀକ୍ଷା କଲୁ ଆଉ ରୋଗ ଠିକରେ ଚିହ୍ନଟ କଲୁ ତାପରେ ଯାଇକି ମେଡିସିନ ଦେଲୁ ତାହେଲେ ରୋଗୀର ବି ସେଟା ଭଲ ହବ ଆଉ ଅନ୍ନେସେସାରି ସେ ଖର୍ଚ୍ଚାନ୍ତ ହେବେ ନାହିଁ ତାର ମାନେ ନୁହେଁ କି ଗୋଟେ ଛୋଟ ଜିନିଷ ଜଣଙ୍କର ସାଧାରଣ ଭାଇରାଲ ଫିଭର ଗୋଟେ ହେଇଛି ଥଣ୍ଡା ଜ୍ୱରଟେ ହେଇଛି ମୁଁ ଜାଣୁଛି ତାକୁ ଥଣ୍ଡା ଜ୍ୱର ହେଇଛି ତାକୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ବା ଖର୍ଚ୍ଚ କରିବା ନା ସେଟା ଭୁଲ ବଟ୍ ଡେଫିନେଟଲି ଯଦି ମୁଁ ଡାକ୍ତର ହିସାବରେ ମୋତେ ଲାଗିଲା କି ମୁଁ ତାଙ୍କର ପରୀକ୍ଷା କରିବା ଦରକାର ତାହେଲେ ଆମେ ପରୀକ୍ଷା କରି ରୋଗ ଠିକରେ ନିରୂପଣ କରି ଚିହ୍ନଟ କରି ତାପରେ ଯାଇକି ତାକୁ ମେଡିକେସନ ଦେବା ଦରକାର ଉଦାହରଣ ସ୍ୱରୂପ ସପୋଜ ଷ୍ଟୋମାକରେ କ୍ୟାନ୍ସର ବା ପାକସ୍ଥଳରେ କ୍ୟାନ୍ସର ଯଦି ଜଣେ 25 ବର୍ଷ 30 ବର୍ଷର ଲୋକଟେ ଆସିଲା ଆଉ ସିଏ ଯଦି କହିଲା କି ମୋତେ ପେନ୍ ହେଉଛି ଟିକେ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ହେଉଛି ତାକୁ ଗୋଟେ ଦିନ କି 2 ଦିନର ସିମ୍ପଟମ୍ସ ତାକୁ ଆମେ ବିନା ପରୀକ୍ଷାରେ ଦିଆଯାଇପାରେ ମେଡିସିନ ବଟ୍ ଯଦି ସିଏ ମାସ ମାସ ଧରିକି ସେ ପ୍ରୋବ୍ଲେମ୍ ହେଉଛି 3 ମାସ କି 6 ମାସ ଯଦି ହେଲା ବା ତାର ଗୋଟେ ଆଲାର୍ମ ସିମ୍ପଟମ୍ସ ହେଉଛି ବା 50 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ସେଇ ସିମ୍ପଟମ୍ସ ନେଇକି ଆସିଲା ତାହେଲେ ତାକୁ ଆମେ ପରୀକ୍ଷା କରିବାଟା ବିଧେୟ କାହିଁକି ଆମେ ଦେଖୁଛୁ ଆମ ଏଇ ଜାଗାରେ
ଅଲସର ପ୍ରୋବ୍ଲେମ ଦିଲ୍ଲୀରେ ଯେମିତି ମୁଁ ଏଣ୍ଡୋସ୍କୋପି କଲେ 30ଟା ଏଣ୍ଡୋସ୍କୋପି କଲେ ମୋତେ ଗୋଟେ କି ଦିଟା ଅଲସର ଦେଖିବାକୁ ମିଳୁଥିଲା, କିନ୍ତୁ ଓଡ଼ିଶାରେ ଯଦି ମୁଁ 30ଟା ଏଣ୍ଡୋସ୍କୋପି କରୁଛି ପ୍ରାୟ 10ଟାରୁ 15ଟା ଅଲସର ଦେଖିବାକୁ ମିଳିବ। ତେଣୁ ସବୁ ଜିନିଷ କୋଉ ଜାଗାରେ କରାଯିବ, କାରଣ ଦିଲ୍ଲୀରେ ଯୋଉ ଟ୍ରିଟମେଣ୍ଟଟା ଅଛି ସେଟା ହୁଏତ ଓଡ଼ିଶାରେ ସେଟା ତାର ଉପଯୋଗିତା ଓଡ଼ିଶାରେ ନ ଥାଇପାରେ, କାରଣ ଦିଲ୍ଲୀର ଯୋଉ ପେସେଣ୍ଟ ଅଛି ତାଙ୍କର ପ୍ରେଜେଣ୍ଟେସନ ଅଲଗା, ଆଉ ଓଡ଼ିଶାରେ ଯୋଉ ପେସେଣ୍ଟ ଅଛନ୍ତି ତାଙ୍କର ପ୍ରେଜେଣ୍ଟେସନ ଅଲଗା। ଏଇଟା ଗୋଟେ ଦୃଷ୍ଟିରୁ ଏଇଟା ହେଲା ଗୋଟେ ଦୃଷ୍ଟିକୋଣ। ଦ୍ୱିତୀୟ ଦୃଷ୍ଟିକୋଣ ହେଲା ଯଦି ପେସେଣ୍ଟ ଆସିଲା ତାକୁ ଆମେ ଭୟଭୀତ କରିବା ନାହିଁ। ପେସେଣ୍ଟ ଦେଖିଲା ମାନେ ତୋର କ୍ୟାନ୍ସର ହେଇଯାଇଛି, ଏଇଟା ହେଇଛି କ୍ୟାନ୍ସର ହେଇଯିବ, କିଛି ଲୋକ ତାକୁ ବି କରୁଛନ୍ତି, ଏଇଟା ଭୁଲ। ମାନେ ଯଦି ଆମେ ଦେଖିଲୁ, କାହିଁକିନା ସିଏ କ'ଣ ହୁଏ, ଯଦି ତା ମନରେ ଆମେ ଭୟ ସୃଷ୍ଟି କଲୁ କି ସିଏ ଯେତିକି ଦିନ ପର୍ଯ୍ୟନ୍ତ ରହିବ, ସପୋଜ ଆମେ 100ଟା ପେସେଣ୍ଟ ଦେଖିଲୁ ତାର 2ଟା ଲୋକଙ୍କର କ୍ୟାନ୍ସର ବାହାରିଲା, ଆଉ ବା 1000 ଲୋକଙ୍କର କ୍ୟାନ୍ସର ବାହାରିଲା, ଯୋଉ 99,000 ଲୋକ ସେ ଯୋଉ ମେଣ୍ଟାଲ ଟ୍ରମା, ଯୋଉ ମାନସିକ ଦୁଶ୍ଚିନ୍ତା, ମାନସିକ ଅବସାଦ, ଆଉ ଯୋଉ ପରିବାର ଯୋଉ ଅସୁବିଧା ହେଲା ତାର ଜବାବ କିଏ ଦବ? ତେଣୁ ଡାକ୍ତର ହିସାବରେ ମୋର ନୈତିକ କର୍ତ୍ତବ୍ୟ ହେଲା ମୁଁ ରୋଗକୁ ଠିକରେ ଚିହ୍ନଟ କରିବି ଆଉ ରୋଗୀକୁ ସଠିକ ପରାମର୍ଶ ଦେବି। ସାର୍ ଏବେ ଆଉ ଗୋଟେ ବଡ଼ କଥା ଦେଖାଯାଉଛି, ଯେଉଁମାନେ ଯୁବ ଅବସ୍ଥାରେ କିମ୍ବା ଯେଉଁମାନେ ମଦ୍ୟପାନ କରୁଛନ୍ତି, ସେମାନେ ମଦ୍ୟପାନ ପୂର୍ବରୁ କ'ଣ ତାଙ୍କ ମନକୁ ମନ ଗ୍ୟାସ୍ ଟାବଲେଟ୍ ଖାଇକି ପୁଣି ମଦ୍ୟପାନ କରିଦେବା, ଗ୍ୟାସ୍ ଟାବଲେଟ୍ ଖାଇ ଦେଇକି ତାପରେ ମଦ ପିଇଲେ ଆଉ ହ୍ୟାଙ୍ଗଓଭର ହେବନି। ଏଇଟା ସାର୍ କେତେ ମାରାତ୍ମକ ସଦକ୍ଷେପ। ଗ୍ୟାସ୍ ଟ୍ୟାବଲେଟ ଖାଇ ମଦ ପିଇଲେ ହ୍ୟାଙ୍ଗଓଭର ହବନି, ସେଇଟା ମିଛ। କ'ଣ ହୁଏ, ଆଲକୋହଲ ଗ୍ୟାଷ୍ଟ୍ରାଇଟିସ୍ କରେ। ମଦ ପିଇଲା ପରେ ଗ୍ୟାଷ୍ଟ୍ରିକ୍ ଅପସେଟ୍, ମାନେ ଷ୍ଟମାକରେ ଟିକେ ଅସୁବିଧା ଲାଗିଲା, ବଦହଜମ ହୁଏ, ଏମିତି ହୁଏ। ତେଣୁ ଅବଭିୟସଲି ତା ଆଗରୁ ଯଦି ଜଣେ ମେଡିସିନଟା ନେଇଥିବ ତାପରେ ଆଲକୋହଲ ପରେ ତାଙ୍କୁ ଟିକେ କମ୍ଫର୍ଟେବୁଲ ଲାଗେ, ତ ସେଇପାଇଁ ସେମାନେ ଭାବନ୍ତି କି ଏଇଟା ଆମେ ନେଇଯିବା, କିନ୍ତୁ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ। ଯାହା ସହିତ ମିଶେଇକି ନେଲେ ବି ସେ ଯେ କ୍ଷତି କରିବ ନାହିଁ ସେ କଥା ନୁହଁ, ସେଟା ସାର୍ ଭୁଲ। ଏବେ ମାନେ ଆମ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି, ଲୋକ ବୋଧେ ଘରେ ବସିବା ସମୟରେ ହଠାତ୍ ତାଙ୍କ ପେଟ ଫୁଲି ଯାଉଛି, ସେ ଭାବନ୍ତି ଗ୍ୟାସ୍ ହେଇଗଲା, ଅଣନିଶ୍ୱାସୀ ହୁଅନ୍ତି, କିନ୍ତୁ ସନଷ୍ଟ୍ରୋକ୍ ଭଳି ଲାଗୁଛି, କିନ୍ତୁ ସେ ସାର୍ ସନଷ୍ଟ୍ରୋକ୍ ନା ଗ୍ୟାସ୍ ପ୍ରୋବ୍ଲେମ୍? ଘରେ ବସି ଯଦି ଟେମ୍ପରେଚର ଜଣଙ୍କର ଠିକ୍ ଥିବ, ଟେମ୍ପରେଚର ଯଦି ନର୍ମାଲ ଥିବ ତାହେଲେ ତ ଘରେ ବସିଲେ ହେବ ନାହିଁ, କିନ୍ତୁ ଯଦି ବାହାର ଟେମ୍ପରେଚର ଅଛି, ଭିତର ଟେମ୍ପରେଚର ବହୁତ ଅଧିକ ଅଛି, ଟେମ୍ପରେଚର ସହିତ ଆମର ଯେଉଁ ଡାଇଜେଷ୍ଟିଭ ସିଷ୍ଟମ ବା ଆମର ଯେଉଁ ହଜମ ପ୍ରକ୍ରିୟା ସିଏ ଖାପ ଖୁଆଇକି ଚଳେ, ତା ଭିତରେ ସମନ୍ୱୟ ରହିବା ଦରକାର। ମାନେ ଯଦି ବାହାର ଟେମ୍ପରେଚର 45 ଡିଗ୍ରୀ 50 ଡିଗ୍ରୀ ହେବ, ତାହେଲେ ଅବଭିୟସଲି ଆମର ଯେଉଁ ଡାଇଜେଷ୍ଟିଭ ସିଷ୍ଟମ ହେଲା ସେମାନେ ବି କାମ କରିବା ପାଇଁ ଟିକେ ଅସ୍ୱସ୍ତି ବୋଧ କରିବେ, ସେପାଇଁ ଖାଦ୍ୟ ହଜମରେ ବିଳମ୍ବ ହେବ, ଟିକେ ଅସୁବିଧା ଲାଗିବ, ତା ସହିତ ଟିକେ ହେଡେକ୍, ମୁଣ୍ଡ ବିନ୍ଧିବା, ଏଇସବୁ ଜିନିଷ ହେଇପାରେ। ଇଏ ସବୁ ପରସ୍ପର ସହିତ ସମ୍ପର୍କିତ, କାହିଁକିନା ବାହାର ଟେମ୍ପରେଚର ଆଉ ଭିତର ଟେମ୍ପରେଚର, ଖାଦ୍ୟ ହଜମ କରିବା ପାଇଁ ଯେଉଁ ଟେମ୍ପରେଚର, ବ୍ରେନ୍ ଭିତରେ ହାଇପୋଥାଲାମସ୍ ଅଛି, ସେ ଟେମ୍ପରେଚରକୁ ରେଗୁଲେସନ କରେ। ଏଇ ସନ୍ତୁଳନର ଅଭାବ ଯୋଗୁଁ ପେସେଣ୍ଟ ମାନଙ୍କୁ ବା ରୋଗୀମାନଙ୍କୁ ଏମିତି ଫିଲ୍ ହୁଏ। ସନଷ୍ଟ୍ରୋକ୍ ଯଦି ବାହାରକୁ ଯାଇଛି ଜଣେ, ହୁଏତ ସନଷ୍ଟ୍ରୋକ୍ ହେଇପାରେ, ବା ଘରେ ବସିଲେ ବି ଯଦି ଟେମ୍ପରେଚର ଅଧିକ ଥିବ ତାହେଲେ ଅସ୍ୱସ୍ତି ଲାଗିବା, ହଜମ ଠିକରେ ନ ହେବା, ବାନ୍ତି ଲାଗିବା ବା ହେଡେକ୍ ହବା, ଏସବୁ ଜିନିଷ ବି ହେଇପାରେ। ଏଇଟା ହେଲା ମାନେ ଏକ୍ସେସିଭ ଟେମ୍ପରେଚରର ତାର ପ୍ରଭାବ। ଏହା ନିରାକରଣ ପାଇଁ କ'ଣ ସାର୍ ରହିବ? ନିରାକରଣ ପାଇଁ ଆପଣ ଯେମିତି ସନଷ୍ଟ୍ରୋକରେ କୁହାଯାଉଛି, ଥଣ୍ଡା ମାନେ ଆପଣ ଘୋଳ ଦହି ପିଇବେ, ଥଣ୍ଡା ଜିନିଷ ପିଇବେ, ଦେହକୁ ଓଦା ରଖିବେ, ଓଦା ଗାମୁଛାରେ ଘୋଡ଼େଇବେ, ଟେମ୍ପରେଚର ଆଉ ମେଣ୍ଟେନ୍ କରିବାର ଅଛି। ବଡିର ଟେମ୍ପରେଚର ଅଧିକ ହେଇଯାଉଛି, ତାର ଟେମ୍ପରେଚର କମ୍ କରିବା ପାଇଁ ଆମକୁ ମେଣ୍ଟେନ୍ କରିବାର ଅଛି। ଯଦି ଟେମ୍ପରେଚର କମ୍ ରହିବ, ବାହାର ଟେମ୍ପରେଚର ଆଉ ଭିତର ଟେମ୍ପରେଚର ପାଖାପାଖି ସମାନ ରହିବ, ତାହେଲେ ଆମର ଯେଉଁ ଅର୍ଗାନ ଗୁଡ଼ା ଅଛି ସେମାନେ ଟାଣ୍ଡେମଲି, ମାନେ ପରସ୍ପର ସହିତ ସମନ୍ୱୟ ରକ୍ଷା କରିକି କାମ କରିବେ। ସେତିକି ଆମର କରିବାର ଅଛି।